ଆଜି ମୋ ଘରେ ଆମ୍ବ କଦଳୀ ଆଉ ଶାଗୁଦାନାକୁ ନେଇକି ଜୁସ୍ ବନେଇବି। ଏତିକି ଶାଗୁଦାନା ନେଇଛି, କଦଳୀ ନେଇଛି 5-6ଟା, କାଜୁ ଆଉ ଅଳେଇଚ ଗୋଲମରିଚକୁ ନେଇଛି, ଆମ୍ବ 2ଟି ନେଇଛି। ଚାଲ ମୁଁ ଜୁସ୍ ବନେଇବି। ଏହାକୁ ପ୍ରଥମେ ମୁଁ ପାଉଡର ବନେଇଦିଏ। ଏଥର ମୁଁ ଶାଗୁଦାନାକୁ ବାଟିଦେଲେ ସେ ଚିକଣ ହେଇଯିବ। ଏବେ କଦଳୀ କାଟିକି ରଖିଛି ଆଉ ଆମ୍ବକୁ କାଟିକି ରଖିଛି, ଏଥିରେ ପକେଇକି ବାଟିଦେବା। ଏଥିରେ ମୁଁ ଚିନି ସ୍ପୁନଟି ପକେଇଦେବି। ଏଥର ବନିଗଲା ଜୁସ୍। ଚାଲ ବି ଏଥିରେ ପକେଇଦେବା। ଆଉ ଯେତିକି ବଳକା ଆମ୍ବ ଆଉ କଦଳୀକି ଏଥିରେ ବାଟିକି ମିଶେଇଦେବା। ବହୁତ ବଢ଼ିଆ ହେଇଛି, ଖାଇବାକୁ ବି ବହୁତ ବଢ଼ିଆ ଲାଗିବ। ଏଭଳି ବନେଇକି ଖାଆନ୍ତୁ ଉପାସ ଦିନରେ। ବାଏ।